ମୋ ବିଚାରରେ ମନ୍ଦିରରେ ଠାକୁରଙ୍କ ପାଖରେ ସମସ୍ତେ ସମାନ। ଯେକୌଣସି ଠାକୁର ହୁଅନ୍ତୁ ତାଙ୍କ ପାଖରେ ସବୁ ଜନସାଧାରଣ ହେଉଛନ୍ତି ସମାନ। କିନ୍ତୁ ପ୍ରଶାସନିକ ଶୃଙ୍ଖଳା ଦୃଷ୍ଟିରୁ କିଛି ଲୋକ VIP ପାସ୍ ପାଇବାର ଆବଶ୍ୟକତା ରହିଛି। କାରଣ ସେମାନେ ଯଦି VIP ପାସ୍ ନ ପାଆନ୍ତି ତେବେ ଅବସ୍ଥାକୁ ସିଚୁଏସନକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ଫର୍ ଦି ସ୍ମୁଥ୍ ରନିଂ ଅଫ୍ ଦି ଆଡମିନିଷ୍ଟ୍ରେସନ୍ କିଛି ଲୋକ VIP ପାସ୍ ପାଇବାର ଆବଶ୍ୟକତା ରହିଛି। କିନ୍ତୁ ଦ୍ୟାଟ୍ ଟୁ ଫର୍ ଏ ଲିମିଟେଡ୍ ପିରିୟଡ଼ ଆଣ୍ଡ ଫର୍ ଏ ଲିମିଟେଡ୍ ନମ୍ବର ଅଫ୍ ପିପୁଲ୍। କିନ୍ତୁ ଯାହା ବର୍ତ୍ତମାନ ଅଭିଯୋଗ ହେଉଛି ଯେ ଗତକାଲି ମାନେ VIP କ୍ୟାସ୍ ଇନଡିସ୍କ୍ରିମିନେଟଲି ଇସ୍ୟୁ କରାଯାଇଥିଲା ଏବଂ ଯେଉଁମାନେ ପାଇବା ପାଇଁ ଯୋଗ୍ୟ ନୁହଁ ସେଭଳି କିଛି ବ୍ୟକ୍ତି VIP ପାସ୍ ନେଇକରି ସେଠି ଗହଳି କରିଥିଲେ, ଯାହାଫଳରେ କି ସେଠି ପ୍ରଶାସନିକ ବିଶୃଙ୍ଖଳା ଘଟିଥିଲେ ମଧ୍ୟ ତାକୁ ନିୟନ୍ତ୍ରଣ କଲା ଭଳି ପ୍ରଶାସନିକ କଳର ଶକ୍ତି ବା ସାମର୍ଥ୍ୟ ନଥିଲା। ଏହା ହିଁ ହେଉଛି ସିଚୁଏସନ୍। ତେଣୁ ଏଥିରୁ ମୁଁ ଭାବୁଛି ସରକାର ଏବଂ ମନ୍ଦିର ପ୍ରଶାସନ ସେମାନେ କିଛି ଶିକ୍ଷା କରିଥିବେ ଏବଂ ଭବିଷ୍ୟତରେ ଏଭଳି ଯଦି ଯେଭଳି ନ ହୁଏ ଏବଂ ଏଭଳି ଭାବରେ ଇନଡିସ୍କ୍ରିମିନେଟଲି ଇସ୍ୟୁ କରିବା ପାସ୍ ଯାହାର କି ଆବଶ୍ୟକତା ନାହିଁ ତାକୁ ଇସ୍ୟୁ କରିକିରି ଗୋଟେ ଅଯଥା ଗୋଟେ ମାନେ ସରକାରୀ ପ୍ରାୟୋଜିତ ବିଶୃଙ୍ଖଳାଟା ଜମା ସ୍ପୃହଣୀୟ ନୁହେଁ। ଏବଂ ମୁଁ ଭାବୁଛି ଯେ ସରକାର ଏକଥା ନିଜେ ହୃଦୟଙ୍ଗମ ହୁଏତ କରିବେନି ବା କରିବେ ଏବଂ ଭବିଷ୍ୟତରେ ଏଭଳି ସିଚୁଏସନ୍ ସୃଷ୍ଟି ନ କରିବା ପାଇଁ ନିଶ୍ଚିତ ଭାବରେ ଧ୍ୟାନ ଦେବେ। ପ୍ରଥମ କଥା, VIP ପାସ୍ ଗୋଟେ ବିକ୍ରି ସାମଗ୍ରୀ ନୁହଁ। ସେଇଟା ହେଉଛି ଗୋଟେ ରେଷ୍ଟ୍ରିକ୍ଟେଡ୍ ଆମାଉଣ୍ଟ ଅଫ୍ ପିପୁଲ୍ ଯେଉଁମାନଙ୍କୁ VIP ବୋଲି ଟ୍ରିଟମେଣ୍ଟ କରାଯାଏ ଏବଂ ପ୍ରଶାସନିକ ଶୃଙ୍ଖଳା ଦୃଷ୍ଟିରୁ ଯେଉଁମାନେ VIP ପାସ୍ ନେଇକରି ମନ୍ଦିର ଭିତରକୁ ଯିବାର ଆବଶ୍ୟକତା ସେଇଭଳି ଲୋକମାନଙ୍କୁ ହିଁ VIP ପାସ୍ ମିଳିବାର ଦରକାର ଏବଂ ତାହା ସାଧାରଣତଃ କରାଯାଇଥାଏ। କିନ୍ତୁ ଆପଣ ଯାହା କହୁଛନ୍ତି ଯେ ଗତକାଲି ମାନେ ଇନଡିସ୍କ୍ରିମିନେଟଲି VIP ପାସ୍ ଇସ୍ୟୁ ହୋଇଥିଲା ଏବଂ ଏପରି ସ୍ଥଳେ କେତେକ ସ୍ଥଳରେ VIP ପାସ୍ ଗୁଡ଼ିକ ଖୋଲା ବଜାରରେ ବିକ୍ରି ହେଲା ଭଳି ସିଚୁଏସନ୍ ସୃଷ୍ଟି ହୋଇଥିଲା। ଏହା ଯଦି ହୋଇଥାଏ ତାହା ନିଶ୍ଚିତ ଭାବରେ ନିନ୍ଦନୀୟ ଏବଂ ଭବିଷ୍ୟତରେ କିଭଳି ଏଭଳି ସିଚୁଏସନ୍ ସୃଷ୍ଟି ନ ହେବ ସେ ଦିଗରେ ସରକାର ନିଶ୍ଚିତ ଭାବରେ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି। ଯଦି ତାହା ନ କରନ୍ତି, ଏହି ଘଟଣାରୁ ଯଦି କିଛି ସରକାର ଶିକ୍ଷା କରିନଥାନ୍ତି ତେବେ ନିଶ୍ଚିତ ଭାବରେ ଭବିଷ୍ୟତରେ ଏହା ଶାସନ କଳ ପାଇଁ ଏବଂ ସରକାରୀ ଦଳ ପାଇଁ ନିଶ୍ଚିତ ଭାବରେ ଏହା ବାଧକ ବୋଲି ପ୍ରମାଣିତ ହେବ ଏବଂ ବିଭିନ୍ନ ବିଶୃଙ୍ଖଳା ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ। ମୋ ମତରେ VIP ପାସ୍ ଯେଉଁମାନଙ୍କୁ ଦିଆଯାଉଛି ଲିମିଟେଡ୍ ଲୋକଙ୍କୁ ଦିଆଯିବା କଥା ଏବଂ ସେ VIP ପାସ୍ରେ ଯେଉଁମାନେ ଯିବେ ଭିତରକୁ ବା VIP ପାସ୍ର ଯେଉଁମାନେ ସଦ୍ବ୍ୟବହାର କରିବେ ବା ବ୍ୟବହାର କରିବେ ସେମାନେ ମଧ୍ୟ ସେତିକି ସାଧାରଣ ଜ୍ଞାନ ରହିବା ଉଚିତ ଏବଂ ସେମାନେ ସରକାରୀ କଳ ସହିତ ମନ୍ଦିର ପ୍ରଶାସନ ସହିତ ଏବଂ ସର୍ବସାଧାରଣଙ୍କ ସହିତ ମଧ୍ୟ ଅନୁରୂପ ସହଯୋଗ କରିବା ଦରକାର। ତା ଯଦି ନ ହୁଏ କେବଳ VIP ପାସ୍ ଖଣ୍ଡେ ପକେଟରେ ପୂରେଇକି ଅର୍ଥକାରୀ ବ୍ୟବସ୍ଥା ଭାବରେ ବ୍ୟବହାର କରି ଯେଉଁମାନେ ତାକୁ VIP ପାସ୍କୁ ଯେଉଁମାନେ ନିଲାମ କରିବେ ବା ବିକିବେ ସେମାନେ ଯେ ନିଶ୍ଚିତ ଭାବରେ ଅପରାଧୀ, ଏଥିରେ ସନ୍ଦେହ ନାହିଁ। ତେଣୁ ପ୍ରକୃତରେ ଅନୁସନ୍ଧାନ କରାଯିବା ଉଚିତ କେଉଁମାନେ VIP ପାସ୍ ବିକିଛନ୍ତି ବା VIP ପାସ୍କୁ ଅପବ୍ୟବହାର କରିଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିହାତି ଆବଶ୍ୟକତା ରହିଛି।